ପରେ ଭାରତ ସରକାର ପ୍ରାଦେଶିକ ବିଧାନସଭା ଓ କେନ୍ଦ୍ରୀୟ ସଂସଦରେ ସାବାଳକ ଭୋଟ ଜରିଆରେ 21 ବର୍ଷରୁ ଉର୍ଦ୍ଧ୍ୱ ନିର୍ବାଚିତ ସଭ୍ୟମାନଙ୍କ ଦ୍ୱାରା ଶାସନ କାର୍ଯ୍ୟ ଚଳାଇବା ପାଇଁ ସୁବିଧା ଦେଲେ। ରାଜ୍ୟ ଆସେମ୍ବଲି ଓ ପାର୍ଲାମେଣ୍ଟ ପାଇଁ ନିର୍ବାଚନ ଚାଲିଲା। ନେତୃତ୍ୱବୃନ୍ଦ ସେଥିରେ ଭାଗ ନେଇ ଶାସନ କ୍ଷମତାକୁ ଆସିଲେ, କିନ୍ତୁ ପ୍ରକୃତ ଗାନ୍ଧୀବାଦୀ ନେତାମାନେ ନିର୍ବାଚନରେ ସାମିଲ ନ ହୋଇ ସରକାରଙ୍କ ସହ ପ୍ରତ୍ୟକ୍ଷ ଭାବରେ କାର୍ଯ୍ୟ ନ କରି ସମସ୍ତ ପଦପଦବୀର ଲାଳସା ପରିତ୍ୟାଗ କରି ଦେଶର ଗଠନମୂଳକ କାର୍ଯ୍ୟରେ ନିୟୋଜିତ ହେବାକୁ ସଂକଳ୍ପ କଲେ। ଆଚାର୍ଯ୍ୟ ହରିହର, ଗୋପବନ୍ଧୁ ଚୌଧୁରୀ, ଗୁଣନିଧି ମହାନ୍ତି, ରମା ଦେବୀ, ମାଳତୀ ଚୌଧୁରୀ ପ୍ରମୁଖ ପ୍ରକୃତ ଗାନ୍ଧୀବାଦୀ ନେତା ପଦପଦବୀ ଗ୍ରହଣ ନ କରି ଦରିଦ୍ର ନାରାୟଣ ସେବାରେ ନିଜକୁ ଉତ୍ସର୍ଗ କଲେ। କଂଗ୍ରେସର କେତେକ ଅସନ୍ତୁଷ୍ଟ ଗୋଷ୍ଠୀ ପୃଥକ ହୋଇ ସୋସିଆଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟି ଗଠନ କରି କଂଗ୍ରେସର ଶାସନରେ ରହିବା ବେଳେ ତାର ଦୋଷ ତ୍ରୁଟି ଅନ୍ୱେଷଣ କରି ପ୍ରକାଶ କରିବାକୁ ଲାଗିଲେ। ଓଡ଼ିଶାରେ ମଧ୍ୟ ସେ ସୁରେନ୍ଦ୍ର ଦ୍ୱିବେଦୀ ଓ ସେ ଭଗବତ ଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ସୋସିଆଲିଷ୍ଟ ପାର୍ଟି ଓ କମ୍ୟୁନିଷ୍ଟ ପାର୍ଟିର ଅଭ୍ୟୁଦୟ ହେଲା। ଭାରତ ସରକାରଙ୍କ ସଙ୍ଗେ ଶାସନ କ୍ଷେତ୍ରରେ ସହଯୋଗ କରି କଂଗ୍ରେସ ନେତାମାନେ ପଦପଦବୀ ଅଧିକାର କଲେ। ଗାନ୍ଧିଜୀ କିନ୍ତୁ ଶାସନ କ୍ଷମତାରେ ଥିବା ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ସେମାନଙ୍କର ଦୋଷ ତ୍ରୁଟି ଦେଖାଇବା ସଙ୍ଗେ ସଙ୍ଗେ ସ୍ୱୟଂ ଦଳିତ ସମାଜ, ହରିଜନ ଓ ଆଦିବାସୀ କଲ୍ୟାଣରେ ଲାଗି ପଡ଼ିଲେ। ଆଚାର୍ଯ୍ୟ ହରିହର ଓ ଗୋପବନ୍ଧୁ ପ୍ରଭୃତି ଗାନ୍ଧୀବାଦୀ ଆଦର୍ଶରେ ବେଶ ପ୍ରଭାବିତ ହୋଇ ତଦନୁଯାୟୀ କାର୍ଯ୍ୟପନ୍ଥା ସ୍ଥିର କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନେଇ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଭୃତି ଯେଉଁ ସ୍ୱପ୍ନ ଦେଖି ଜୀବନ ଉତ୍ସର୍ଗ କରିଥିଲେ, ତାକୁ ବହୁ ଜଡ଼ଜଞ୍ଜା ମଧ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ, ପଣ୍ଡିତ ଗୋଦାବରୀଶ, ପଣ୍ଡିତ ନୀଳକଣ୍ଠ ଦାସ, ବ୍ରଜସୁନ୍ଦର ଦାସ ପ୍ରଭୃତି ଚରିତାର୍ଥ କଲେ 1936 ଅପ୍ରେଲ ମାସରେ। ବିହାର ଓ ମଧ୍ୟପ୍ରଦେଶରୁ ପୃଥକ ହୋଇ ଆମେ ଆମର ସ୍ୱତନ୍ତ୍ର ଓଡ଼ିଶା ଲାଭ କଲୁ, କିନ୍ତୁ ମଧୁବାବୁ ଗୋପବନ୍ଧୁଙ୍କ କଳ୍ପିତ ଓଡ଼ିଶା ସ୍ୱପ୍ନରେ ହିଁ ରହିଗଲା। ଛିନ୍ନମସ୍ତା ପଙ୍ଗୁ ଜନନୀଟିଏ ଲାଭ କରି କେତେ ମାତୃଭକ୍ତ ଦେଶପ୍ରେମୀଙ୍କର ପ୍ରାଣ ବ୍ୟାକୁଳ ହେଉଥିବ, ତା ସହଜରେ କଳ୍ପନା କରି ହେବ ନାହିଁ। ପଣ୍ଡିତ ଗୋଦାବରୀଶ ସିଂହଭୂମ ଚକ୍ରଧରପୁର ଓଡ଼ିଶା ହାଇସ୍କୁଲରେ ହେଡମାଷ୍ଟର ଥାଇ ଓ ପ୍ରଚାରକ ଅନନ୍ତ ମିଶ୍ର ଚକ୍ରଧରପୁରରେ ଓଡ଼ିଆ ଭାଷା ପ୍ରଚାର ପାଇଁ ପ୍ରେସ ସ୍ଥାପନ କରି ଉତ୍କଳ ସମ୍ମିଳନୀ ପତ୍ରିକା ପ୍ରକାଶ କରି ଯେଉଁ ଚେତନା ସୃଷ୍ଟି କରିଥିଲେ, ସେହି ସିଂହଭୂମି କିନ୍ତୁ ଓଡ଼ିଶା ବାହାରେ ରହିଗଲା। ଗଞ୍ଜାମ ଜିଲ୍ଲାର ମଞ୍ଜୁଷା, ଚରଣା ପ୍ରଭୃତି ସମ୍ବଲପୁର ବସ୍ତ୍ର ଅଂଶେ ବିଚ୍ଛିନ୍ନ ହୋଇ ଏକ ଅସମ୍ପୂର୍ଣ୍ଣ ପ୍ରଦେଶ ଆମକୁ ମିଳିଲା। କଂଗ୍ରେସ ସରକାର ଗଠନ ହେଲା ବେଳେ ପ୍ରଥମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସ ହେଲେ। ତାପରେ ପାରଳା ମହାରାଜଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଯେଉଁ ସରକାର ଗଠିତ ହେଲା, ସେତେବେଳେ ପଣ୍ଡିତ ଗୋଦାବରୀଶ ମିଶ୍ର ଶିକ୍ଷାମନ୍ତ୍ରୀ ଥାଇ ନୂତନ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପନ କଲେ। ଅନ୍ୟପକ୍ଷରେ ଆଚାର୍ଯ୍ୟ ହରିହର ଦାସ, ଗୋପବନ୍ଧୁ ଚୌଧୁରୀ, ଗୁଣନିଧି ମହାନ୍ତି, ରମା ଦେବୀ, ମାଳତୀ ଚୌଧୁରୀ ଭିନ୍ନଭାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସର୍ବୋଦୟ ସଂଘ ଗଠନ କରି ଜନସାଧାରଣଙ୍କ ସେବାରେ ବ୍ରତୀ ହେଲେ। ଭୂଦାନ ଆନ୍ଦୋଳନ ପ୍ରବର୍ତ୍ତକ ବିନୋବାଜୀ ସାରା ଦେଶ ପଦବ୍ରଜରେ ବୁଲି ବୁଲି ବଡ଼ ବଡ଼ ଜମିଦାରଙ୍କୁ ପ୍ରବର୍ତ୍ତାଇ ଭୂମି ଓ ଗ୍ରାମ ଭିକ୍ଷା କରିବାକୁ ଲାଗିଲେ। ଓଡ଼ିଶାରେ ବିନୋବାଜୀ ବଦରବଜରେ ବୁଲି ବୁଲି ବହୁ ଭୂମି ଓ ଗ୍ରାମ ଦାନ ସ୍ୱରୂପ ସଂଗ୍ରହ କରି ଭୂମିହୀନ ଲୋକମାନଙ୍କୁ ଦାନ କରିଛନ୍ତି। ଆଚାର୍ଯ୍ୟ ହରିହର 1958ରୁ 1960 ପର୍ଯ୍ୟନ୍ତ ବୁଲି ବହୁ ଜମି ସଂଗ୍ରହ କରି ଭୂମିହୀନଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ପୁରୀ ରେଳ ଷ୍ଟେସନ ନିକଟ ତାଳବଣିଆରେ ସର୍ବୋଦୟ ନଗରରେ ବିନୋବାଜୀଙ୍କ ନେତୃତ୍ୱକ୍ରମେ ସାରା ଭାରତର ସର୍ବୋଦୟ କର୍ମୀ ସମାବିଷ୍ଟ ହୋଇ ଭୂଦାନ ଆନ୍ଦୋଳନ ପାଇଁ ଯଜ୍ଞ ପାଇଁ ସମିଧ ସଂଗ୍ରହ କରିଥିଲେ। କଟକରେ ଥୋରିଆ ସାହିରେ ସର୍ବୋଦୟ ନେତା ଗୁଣନିଧି ମହାନ୍ତିଙ୍କ ନାମିତ ଗୁଣନିଧି ଭବନ ସର୍ବୋଦୟ କର୍ମୀମାନଙ୍କର ପ୍ରଧାନ ପୀଠସ୍ଥଳ ଭାବରେ ବିବେଚିତ। ଏହି ଭବନରେ ହିଁ ଆଚାର୍ଯ୍ୟ ହରିହରଙ୍କୁ ଶେଷ ଜୀବନ ଅତିବାହିତ କରିବାକୁ ପଡ଼ିଥିଲା। 1921ରୁ ଦୀର୍ଘ 25 ବର୍ଷର ସ୍ୱାଧୀନତା ସଂଗ୍ରାମ ଭିତରେ ଆଚାର୍ଯ୍ୟ ହରିହର ଥିଲେ ଓଡ଼ିଶା ପାଇଁ ଭୀଷ୍ମଦେବ। ଇଂରେଜ ସରକାର ସହ ଲଢ଼େଇ ଚାଲିଥିଲା ବେଳେ ହରିହର ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ଦୁଇ ଥର ସଭାପତି ହୋଇଛନ୍ତି। ସମାଜ ସମ୍ବାଦପତ୍ରର ସମ୍ପାଦକ ଭାବରେ କିଛି ଦିନ ପାଇଁ ଦାୟିତ୍ୱ ତୁଲାଇ ହରିହର ଯଶସ୍ୱୀ ହୋଇଛନ୍ତି। ଅଦ୍ୟାବଧି ନାରୀ ଜାଗରଣ ଓ ନାରୀ ସ୍ୱାଧୀନତା ପୂର୍ଣ୍ଣତା ଲାଭ କରିନଥିଲେ ମଧ୍ୟ ବିଂଶ ଶତାବ୍ଦୀର ପ୍ରାରମ୍ଭିକ ପର୍ଯ୍ୟାୟ ଅପେକ୍ଷା ବେଶ ବିକଶିତ ସ୍ତରରେ ରହିଛି। କିନ୍ତୁ ଆଚାର୍ଯ୍ୟ ହରିହରଙ୍କ ସମୟରେ ନାରୀ ସ୍ୱାଧୀନତାକୁ ସମାଜ ଉଚ୍ଛୃଙ୍ଖଳତା ଆଖିରେ ଆଖ୍ୟାୟିତ କରୁଥିଲା। ସେଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆଚାର୍ଯ୍ୟ ହରିହର ଓ ଶ୍ରୀମତୀ ରମାଦେବୀ ମିଳିତ ଭାବରେ ନାରୀ ଜାଗରଣ ଓ ମୁକ୍ତି ସଂଗ୍ରାମ ଦିଗରେ କାର୍ଯ୍ୟ ଆରମ୍ଭ କଲେ। ଏହାଦ୍ୱାରା ଉଭୟ ସମସ୍ତଙ୍କର ଅଗାଧ ବିଶ୍ୱାସର ପାତ୍ରପାତ୍ରୀ ହୋଇ ଉଠିଲେ। ନାରୀ ଭିତରେ ମାତା ଓ ଭଗିନୀର ସତ୍ତା ଅନୁଭବ କରୁଥିଲେ ଋଷିପ୍ରାଣ ହରିହର। ତେଣୁ ତାଙ୍କର ନିଷ୍କଳଙ୍କ ଚରିତ୍ର ଓ ବିଶ୍ୱସ୍ତତା ହେତୁ ମାତ୍ର 45 ବର୍ଷ ବୟସରେ 1924ରେ ପୁରୀସ୍ଥିତ ବିଧବାଶ୍ରମର ପରିଚାଳନା ଦାୟିତ୍ୱ ତାଙ୍କୁ ଅର୍ପଣ କରାଯାଇଥିଲା। ତାଙ୍କ ସହାୟତାରେ ବହୁସଂଖ୍ୟକ ମହିଳା ଆସି ପୁରୀ ମୋଚିସାହିର ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଥିଲେ। ରମାଦେବୀ ଓ ମାଳତୀ ଦେବୀ ପ୍ରଭୃତି ନାରୀ ନେତ୍ରୀଗଣ ଆଚାର୍ଯ୍ୟ ହରିହରଙ୍କ ନାରୀ ଜାଗରଣ କ୍ଷେତ୍ରରେ ମହନୀୟ ଅବଦାନକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଯାଇଛନ୍ତି। ଗାନ୍ଧିଜୀଙ୍କର ପ୍ରବର୍ତ୍ତିତ ହରିଜନ ଆନ୍ଦୋଳନ ଯେତେବେଳେ ଓଡ଼ିଶାରେ ଆରମ୍ଭ ହେଲା, ଆଚାର୍ଯ୍ୟ ହରିହର ତାର ନେତୃତ୍ୱ ନେଲେ। ତାଙ୍କ ଭଳି ଜଣେ ନିଷ୍ଠାପର ସଚ୍ଚରିତ୍ର ଶାସ୍ତ୍ରବେତ୍ତା ବ୍ରାହ୍ମଣ ନେତୃତ୍ୱ ନେବାରୁ ଓଡ଼ିଶାର ହରିଜନ ଆନ୍ଦୋଳନର ମହତ୍ତ୍ୱ ଆରମ୍ଭରୁ ହିଁ ବଢ଼ିଗଲା। 1934ରେ ବ୍ୟାପକ ଭାବରେ ଓଡ଼ିଶାରେ ଅସ୍ପୃଶ୍ୟତା ନିବାରଣ ଆନ୍ଦୋଳନ ଚାଲିଲା।
ମହାତ୍ମା ଗାନ୍ଧୀ ପୁରୀଠାରୁ ଭଦ୍ରକ ପର୍ଯ୍ୟନ୍ତ ପଦଯାତ୍ରା କରି ଅସ୍ପୃଶ୍ୟତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ। ତାଙ୍କର ଏହି ପଦଯାତ୍ରାର କାହାଣୀ ସମଗ୍ର ଭାରତବର୍ଷରେ ପ୍ରଚାରିତ ହୋଇଥିଲା। ସେବା ଓ ସଂସ୍କାର ବେଦୀରେ ଆଚାର୍ଯ୍ୟ। ଜନସାଧାରଣଙ୍କ ସେବା ପାଇଁ ସମ୍ପ୍ରତି ଅନେକ ସେବା ଉପଲବ୍ଧ, ଯଥା ପ୍ରଶାସନିକ ସେବା, ପରିବହନ ସେବା, ସ୍ୱାସ୍ଥ୍ୟସେବା ଇତ୍ୟାଦି। କିନ୍ତୁ ପ୍ରତି ସେବା ପାଇଁ ବିନିମୟରେ ମୂଲ୍ୟ ରହିଥାଏ। ପ୍ରତିଦିନର ଆଶା ନ ରଖି ଅନ୍ୟର ଆବଶ୍ୟକ ସମୟରେ ସେବା ଯୋଗାଇଦେବା ହିଁ ଉପକାର। ଭାରତୀୟ ହିନ୍ଦୁ ଧର୍ମର ମୂଳମନ୍ତ୍ର ପରୋପକାରାୟ ସ୍ୱର୍ଗାୟ ଓ ବସୁଧୈବ କୁଟୁମ୍ବକମ୍ ପ୍ରତ୍ୟେକ ସମୟରେ ଅବତାରୀ ମହାପୁରୁଷଙ୍କ ଦ୍ୱାରା ସମ୍ପୁଟିତ ଓ ପୁରସ୍କୃତ ହୋଇ ଆସିଛି। ଏହି ମହାପୁରୁଷମାନଙ୍କ ହୃଦୟରେ ନିୟମିତ ଝଙ୍କୃତ ହୋଇଥିବା ସେ ଅମୀୟ ସଂକଳ୍ପ ଭୀମ ଭୋଇଙ୍କ ପରି କବିଙ୍କ ତୁଣ୍ଡରେ କାବ୍ୟିକ ଛନ୍ଦରେ ପ୍ରକାଶିତ ହୋଇଛି। ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ମହାଦେବଙ୍କ ପରି ସଂସାରର ସମସ୍ତ ଦୁଃଖ, ଦୈନ୍ୟ ଓ ସନ୍ତାପର ବିଷକୁ ହସି ହସି ଯେ ପାନ କରି ସମାଜ କଲ୍ୟାଣ ନିମିତ୍ତ ସର୍ବସ୍ୱ ପରିତ୍ୟାଗ କରିପାରେ, ସେପରି ମହାନୁଭାବଙ୍କ ଚରଣ ତଳେ କୋଟି କୋଟି ପ୍ରଣାମ। ଏଭଳି ଆଶା ରହିତ ସୁପୁରୁଷମାନଙ୍କୁ ବିନମ୍ର କୃତଜ୍ଞତା ଜ୍ଞାପନ ଛଡ଼ା ଆଉ କ'ଣ ବା ପ୍ରତିମୂଲ୍ୟ ଦେଇହେବ? ଏଭଳି ଜଣେ ମହାପୁରୁଷ ଥିଲେ ହରିହର। ତାଙ୍କର ସେବା, ତ୍ୟାଗ ଓ ସଂସ୍କାରମୁଖୀ ମନୋଭାବ ବିଷୟରେ ହୁଏତ ସମସ୍ତେ ଏକମତ ହେବେ, ମାତ୍ର ସେ ସମ୍ବନ୍ଧୀୟ ଦୃଷ୍ଟାନ୍ତ ସଂଗ୍ରହର ଏକ ପରିପୂର୍ଣ୍ଣ ଚିତ୍ର ମହାକାଳ ବ୍ୟତୀତ କିଏ ଲିପିବଦ୍ଧ କରିନେଇଥିବ? ସ୍କୁଲର ଶିକ୍ଷକ, ବିଧବାଶ୍ରମର ପରିଚାଳକ, ସତ୍ୟାଗ୍ରହମାନଙ୍କର ସେନାପତି, ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି, ହରିଜନ ସେବକ ସଂଘ ଓ ମୌଳିକ ଶିକ୍ଷା ପରିଷଦର ସଭାପତି ଭାବେ ସେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ। ଶରୀରର କ୍ଷତ ଓ ହୃଦୟର କ୍ଷତକୁ ଆରୋଗ୍ୟ କରାଇବାରେ ସେ ଥିଲେ ସିଦ୍ଧହସ୍ତ ଧନ୍ୱନ୍ତରୀ। ସେବା ଓ ସଂସ୍କାର ବେଦୀରେ ଉପଯୁକ୍ତ ପୁରୋଧା ସାଜି ଜୀବନ ଯଜ୍ଞରେ ଆତ୍ମବଳି ଦେଇଥିବା ଆଚାର୍ଯ୍ୟ ହରିହର ଆଜି ନାହାନ୍ତି ସତ, କିନ୍ତୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ଅନେକ କୃତଜ୍ଞ ଛାତ୍ର, ସେବିତ ଦୀନଦୁଃଖୀ, ସତ୍ୟାଗ୍ରହୀ ଏବେ ବି ତାଙ୍କର ସ୍ମୃତି ରୋମନ୍ଥନ କରୁଛନ୍ତି। ଉପବୀତନ ବ୍ରାହ୍ମଣ ତତ୍ତ୍ୱକୁ ସେ ଅସ୍ୱୀକାର କରୁଥିଲେ। ବ୍ରହ୍ମତତ୍ତ୍ୱରେ ବୃତ୍ତି, ବ୍ରହ୍ମଚାରୀର ସମ, ଦମ, ଧୃତି, ଦାକ୍ଷ୍ୟ ଏହି ଚତୁର୍ବିଧ ବିଭବମଣ୍ଡିତ ବ୍ରାହ୍ମଣର ବିନା ବିଭାବରୁ ଉପବୀତ ଧାରଣାକୁ ସେ ବିଦ୍ରୂପ କରୁଥିଲେ। ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍ ହେଉଛି ବ୍ରାହ୍ମଣର ଅନୁଚିନ୍ତା। ବେଦୋକ୍ତ ବ୍ରାହ୍ମଣକୁ ସମ୍ପୁଟିତ କରିବା ଜନିତ ଧ୍ୱନିରେ ଦିଗ୍ବିଦିଗ ପ୍ରକମ୍ପିତ କରିବା ବ୍ରାହ୍ମଣର ବାହ୍ୟାଚାର ମାତ୍ର। ଅନ୍ତଃଶୁଦ୍ଧି ନିମିତ୍ତ ପ୍ରତ୍ୟେକ ଜୀବ ମଧ୍ୟରେ ବ୍ରହ୍ମସତ୍ତ୍ୱର ଉପଲବ୍ଧି ହିଁ ଆବଶ୍ୟକ। ଅନ୍ତଃକରଣ ଓ ବାହ୍ୟକରଣରେ ଯେ ଶୁଚିମନ୍ତ ପବିତ୍ର ନୁହେଁ, ସେ ଯଜ୍ଞ ପବିତ୍ର ଧରି ହୋଇପାରେ, ମାତ୍ର ବ୍ରାହ୍ମଣ ପଦବାଚ୍ୟ ନୁହେଁ। ଯେପରି କର୍ପୂର ଚନ୍ଦନ ମିଶ୍ରିତ କରି ରସୁଣ ରୋପଣ କଲେ ତାହାର କୁଚିତ ଗନ୍ଧ ନିବାରିତ ହୋଇ ନଥାଏ, ସେପରି ଅନ୍ତଃକରଣ ପବିତ୍ର ନଥାଇ କେବଳ ଉପବୀତ ଧାରଣ କଲେ ଜଣେ ନିଜକୁ ବ୍ରାହ୍ମଣ ବୋଲାଇ ପାରିବ ନାହିଁ। ଗୀତାରେ ଭଗବାନ କୃଷ୍ଣ କହିଛନ୍ତି, ଚାତୁର୍ବର୍ଣ୍ଣ୍ୟ ମୟା ସୃଷ୍ଟଃ ଗୁଣକର୍ମ ବିଭାଗ ସହ। ଗୁଣ ଓ କର୍ମକୁ ନେଇ ଜାତି, ଜନ୍ମକୁ ନେଇ ନୁହେଁ। ଉତ୍ତରାଧିକାର ସୂତ୍ରରେ ପିତାର ଅଜ୍ଞାନତା ବା ବିଜ୍ଞତା ଯଦି ପୁତ୍ର ପାଇ ନ ପାରୁଛି, ବ୍ରହ୍ମତ୍ୱ କିପରି ପାଇପାରିବ? ଯାହା ସାଧନ ଅନାୟାସଲବ୍ଧ ବସ୍ତୁ, ତାକୁ ବଂଶାନୁକ୍ରମରେ ସମ୍ପୃକ୍ତ କରାଇଦେବା ଏକ ବ୍ୟତିକ୍ରମ ନୁହେଁ କି? ତେଣୁ ସଂସ୍କାର ନାମରେ ପ୍ରଚଳିତ ତତ୍କାଳୀନ କୁସଂସ୍କାରକୁ ସ୍ୱକୀୟ ଦର୍ଶନ ମାଧ୍ୟମରେ ଭିନ୍ନ ରୂପ ଦେଇ ତାର ପରିମାର୍ଜନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ ହରିହର। ଏଥିପାଇଁ ସେ ନିଜର ପଇତା ବାହାର କରି ଫିଙ୍ଗି ଦେଇଥିଲେ। କିନ୍ତୁ ଅତ୍ୟନ୍ତ ସରଳ ଭାବରେ ଘଟଣାଟିକୁ ସହଜ କରିବାକୁ ଯାଇ ସେ ବୁଝାଇ ଦେଇଥିଲେ, ମୁଁ ଅନୁଭବ କରୁଛି ମୋ ଭିତରେ ସବୁ ଜାତି ଅଛନ୍ତି। ମୁଁ ଗୋଟିଏ ଜାତି ଭିତରେ ବାନ୍ଧି ହେବାଟା କ'ଣ ଠିକ୍ ହେବ? ଅହଂଭାବରୁ ମୁକ୍ତ ହେବାକୁ ଚାହେଁ। ଯେତେବେଳେ ପଇତାଟିକୁ ମୁଁ ଦେଖୁଛି, ଅଲକ୍ଷ୍ୟରେ ମୋ ମନ ଭିତରେ ଭାବୁଛି ଯେ ମୁଁ ଟିକିଏ ଉଚ୍ଚ ଜାତିର ଲୋକ। ମୋର ଜୀବନ ସହିତ ଖାପ ଖୁଆଉ ନାହିଁ। କୌଣସି ଅହଂଭାବରୁ ନୁହେଁ, ମୋ ମନକୁ ଶାନ୍ତି ଦେବା ପାଇଁ ମୁଁ ଏପରି କରୁଛି। ବଢ଼ି, ମରୁଡ଼ି, ଦୁର୍ଭିକ୍ଷ, ହଇଜା ବେଳେ ବେସରକାରୀ ସାହାଯ୍ୟ ଓ ସେବାର ଇତିହାସରେ ହରିହରଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଛାତ୍ରମାନଙ୍କୁ ସଂଗଠିତ କରି ସେବା ଦିଗରେ ବ୍ରତୀ କରାଇବାର କୌଶଳ ତାଙ୍କୁ ଜଣାଥିଲା। ସେ ଯଥାର୍ଥରେ ସେବାର କଳା ଓ ବିଜ୍ଞାନ ଉଭୟକୁ ଆୟତ୍ତ କରିଥିଲେ। ଅତ୍ୟାଚାର ସହି ସହି ଯେଉଁ ପୀଡ଼ିତମାନଙ୍କର ଅଣ୍ଟା ନଇଁ ଦେଇଛି, ସେମାନଙ୍କର ହାତ ଧରି ଅଣ୍ଟାକୁ ଆଉଁସି ଦେଇ ସିଧା ବସାଇ ଦେବା କାର୍ଯ୍ୟକୁ ସେ ସେବା ବୋଲି ଧରି ନେଇଥିଲେ। ସେତେବେଳେ ଓଡ଼ିଶାରେ ଅସ୍ପୃଶ୍ୟତା ବିରୋଧୀ ଆନ୍ଦୋଳନ ଚାଲିଥାଏ। ଯେଉଁମାନଙ୍କ ବିରୋଧରେ ଏହି ଆନ୍ଦୋଳନ, ସେମାନଙ୍କ ଭିତରୁ ଜଣେ ଏହି ଆନ୍ଦୋଳନର ନେତୃତ୍ୱ ନେଉଥାନ୍ତି। ଉପବୀତବିହୀନ ବ୍ରାହ୍ମଣ ହରିହରଙ୍କ ନେତୃତ୍ୱକୁ ତତ୍କାଳୀନ ସମାଜର ବଡ଼ ପଣ୍ଡା ଅତ୍ୟନ୍ତ ହୀନ ଓ କୁଚ୍ଛାପୂର୍ଣ୍ଣ ସମାଲୋଚନା କରିଥାନ୍ତି। ଋଷିପ୍ରାଣ ହରିହର କିନ୍ତୁ ଏଥିପ୍ରତି କର୍ଣ୍ଣପାତ କରିନଥାନ୍ତି। ଜ୍ଞାନଦୀପ୍ତ ଚକ୍ଷୁ ଯୁଗଳ ନିଷ୍ପାପର ସେବା ବଦଳରେ ସମାଜପାତୀମାନଙ୍କର ଅସହିଷ୍ଣୁତା ପ୍ରତି ପ୍ରତିକ୍ରିୟା ଭାବରେ ସ୍ମିତହାସ୍ୟ ଛଡ଼ା ଆଉ କିଛି ନଥାଏ ତାଙ୍କ ପାଖରେ। ଅଗାଧ ଜଳସଞ୍ଚରିକାରେ ରୋହିତ ନୈବ ଗର୍ବିତମ୍ କଣ୍ଡୁଷ ଜଳମାତ୍ରେଣ ସର୍ପରିଫର୍ପୟତେ। ହରିହର କେବଳ ସୁଯୋଗ ଖୋଜୁଥାନ୍ତି। କଲ୍ୟାଣପନ୍ଥା ବୈଦିକ ନୀତିକୁ କ୍ରମକୁଚିତ କଦାକାର କରିଦେଇଥିବା ସ୍ୱାର୍ଥାନ୍ତ ଗୋଷ୍ଠୀକୁ ସମୟୋପଯୋଗୀ ପ୍ରାସଙ୍ଗିକ ଶିକ୍ଷାଦାନ ନିମନ୍ତେ। ଦିନକର କଥା, ଜଣେ ହରିଜନର ମୃତ୍ୟୁ ହୁଏ। ମୃତକର କେହି ବନ୍ଧୁ ପରିଜନ ନଥିବାରୁ ସମାଜସେବୀ ହରିହର କେତେଜଣ ସ୍ୱେଚ୍ଛାସେବୀଙ୍କ ସହାୟତାରେ ତାର ଅନ୍त्यେଷ୍ଟିକ୍ରିୟା କରାଇଲେ। ପ୍ରତିକ୍ରିୟା ସ୍ୱରୂପ ବ୍ରାହ୍ମଣମାନେ ତାଙ୍କୁ ଜାତିରୁ ଅଟକ କରିବା ପାଇଁ ବାହାରିଲେ। ସଭା ବସିଲା।
ସଂସ୍କୃତ ଟୋଲ୍ରେ ପଣ୍ଡିତ ମନୁ ସଂହିତା ବାହାର କରି ସେଥିରୁ ଉଦ୍ଧାର କରି ଦେଖାଇଥିଲା ଯେ ଅନାଥର ଶବ ସତ୍କାର କଲେ ଯଜ୍ଞର ଫଳ ପ୍ରାପ୍ତି ହୁଏ। ତେଣୁ ହରିବାବୁ ପ୍ରଭୃତି ଗୋଟିଏ ଅନାଥର ଶବଦାହ କରିଛନ୍ତି। ସେମାନେ ପାପ ତ କରିନାହାନ୍ତି, ବରଂ ବହୁ ପୁଣ୍ୟ ଅର୍ଜନ କରିଛନ୍ତି। ଆଚାର୍ଯ୍ୟ ହରିହରଙ୍କ ବିଷୟରେ ପଣ୍ଡିତ ଗୋଦାବରୀ ମିଶ୍ର ତାଙ୍କ ଆତ୍ମକାହାଣୀ ଲେଖିଛନ୍ତି। ସେ ଥିଲେ ଆମ ସମସ୍ତଙ୍କର ହରି ଭାଇନା। ସେବା ଓ ଚରିତ୍ର ଭାବରେ ଆମେ ତାଙ୍କୁ ଆଦର୍ଶ କରି ଧରିଥିଲୁ। ସେ ମିଛ କହି ଜାଣୁନଥିଲେ। ଶିଖିବା ପାଇଁ ରାଜି ହୋଇ 5 ଥର ଆବୃତ୍ତି କଲେ ମଧ୍ୟ କହିଲା ବେଳକୁ 7ଟା ପାଟିରୁ ଗାଳି ପକାଉଥିଲେ। ଅବଶ୍ୟ ସତ କହିବା ମଣିଷର ସହଜାତ ପ୍ରବୃତ୍ତି। ମିଥ୍ୟା କହିବା ଏକ ସାଧାରଣତ ଅଭ୍ୟାସ। ସମସ୍ତେ ମିଥ୍ୟା କହିପାରିବେ ନାହିଁ। ଏ ପ୍ରକାରର ବାମମାର୍ଗୀ ସାଧନ ପାଇଁ ସମସ୍ତେ ଅଳ୍ପ ବହୁତ ଚେଷ୍ଟିତ ଥାନ୍ତି। ମାତ୍ର ହରିହର ଥିଲେ ଏହାର ବ୍ୟତିକ୍ରମ। ଈଶ୍ୱରଙ୍କ ସନ୍ତାନ ଭାବରେ ଅମୃତତ୍ୱ ଓ ସତ୍ୟବ୍ରତ ଥିଲା ତାଙ୍କ ଜୀବନର ବ୍ରତ। କେବଳ ଓଡ଼ିଶା ବା ଭାରତ କାହିଁକି, ସମଗ୍ର ପୃଥିବୀରେ ଏପର୍ଯ୍ୟନ୍ତ ଖୁବ୍ କମ୍ ଲୋକ ଜନ୍ମ ନେଇଛନ୍ତି ଯେଉଁମାନେ ମିଛ କହି ଜାଣୁନଥିବେ। ମହାପ୍ରୟାଣ କେବଳ ନାଟକର ସ୍ରଷ୍ଟା ହିଁ ଜଣେ ଉଦ୍ଦିଷ୍ଟ ନାୟକର ଅଭିନୟ ସମୟସୀମା ପର୍ଯ୍ୟନ୍ତ ବିସ୍ତୃତ। ସେହି ଅନୁସାରେ ସଞ୍ଚାଳିତ ହୋଇଥାଏ ତା'ର ଚରିତ୍ର। ଦର୍ଶକମାନେ କେବଳ ଆଶା କରନ୍ତି, କିନ୍ତୁ ଅସଲ କଥା ସମସ୍ତଙ୍କ ପାଖରେ ଅଜ୍ଞାତ ଥାଏ ନାଟ୍ୟକାର ବ୍ୟତୀତ। ମୃତ୍ୟୁ ଲୋକରେ ଅମୃତର କଳ୍ପନା ଅବାସ୍ତବ ନୁହେଁ କି? ଜାତସ୍ୟ ହି ଧ୍ରୁବ ମୃତ୍ୟୁ, ଜନ୍ମିତର ମୃତ୍ୟୁ ସୁନିଶ୍ଚିତ। 1971 ମସିହା ଫେବୃଆରୀ 12 ତାରିଖ ଦିନ ଆଚାର୍ଯ୍ୟ ମହାଶୟଙ୍କୁ 94 ବର୍ଷ ଚାଲିଲା। ତା'ର ଠିକ୍ 7 ଦିନ ପରେ ଫେବୃଆରୀ 19 ତାରିଖରେ ହଠାତ୍ ଅସୁସ୍ଥତା ବୋଧ କଲେ ଆଚାର୍ଯ୍ୟ। ତା ପୂର୍ବରୁ ମଧ୍ୟ ଆଚାର୍ଯ୍ୟଙ୍କର ଅବସ୍ଥା ଭଲ ନଥିଲା। ମୋଟ ଉପରେ ଦେଖିବାକୁ ଗଲେ 1968 ଶେଷ ଭାଗରୁ ତାଙ୍କ ଅସୁସ୍ଥତା ଆରମ୍ଭ ହୋଇଥିଲା। ଜ୍ୱରାବ୍ୟାଧିଗ୍ରସ୍ତ ଶରୀର ତାଙ୍କର ଛିନ୍ନ ହୋଇ ଆସୁଥାଏ। ଦୃଷ୍ଟିଶକ୍ତି ଓ ମେଧାଶକ୍ତି ମଧ୍ୟ କ୍ଷୀଣତର ହୋଇ ଆସୁଥାଏ। କ୍ରମଶଃ ସେ ଶ୍ରବଣ ଶକ୍ତିରେ ମଧ୍ୟ ଦୁର୍ବଳତା ଅନୁଭବ କଲେ। ଖାଦ୍ୟ ଖାଇବା ପ୍ରତି ତାଙ୍କର ବିତୃଷ୍ଣା ଆସିଯାଇଥିଲା। ଖାଦ୍ୟ ଖୁଆଇବା ପାଇଁ କେହି ଉଦ୍ୟମ କଲେ ସେ ପିଲାଙ୍କ ପରି ଜିଦ୍ ଧରି କ୍ରନ୍ଦନ କରୁଥିଲେ। ଅଗତ୍ୟା ପାନୀୟ ଯୋଗେ ତାଙ୍କୁ ସୁଷମ ଖାଦ୍ୟ ଯୋଗାଣରେ ପ୍ରୟାସ କରାଗଲା। ଏ ସମୟରେ କଟକର ଥୋରିଆ ସାହିସ୍ଥ ଭୂଦାନ ଅଫିସରେ ତାଙ୍କୁ ଚିକିତ୍ସା କରାଯାଉଥାଏ। ଦୈନିକ ଦର୍ଶନାର୍ଥୀମାନଙ୍କୁ ତାଙ୍କର ଗୋଟିଏ ଉପଦେଶ ଥିଲା, ଭଲ ମଣିଷ ହୁଅ। ପାନୀୟ ଖାଦ୍ୟ ଭାବରେ ଘୋଳ ଦହି, ଫଳରସ ଓ ହର୍ଲିକ୍ସ ତାଙ୍କର ଜ୍ୱର ଉପଶମ କରିପାରୁନଥିଲା। ତାଙ୍କ ପାଖେ ଡାକ୍ତର ସଚ୍ଚିବାବୁ, ଶରତଚନ୍ଦ୍ର ମିଶ୍ର, ସୁଧାକର ଆଚାର୍ଯ୍ୟ, ହରିଶ୍ଚନ୍ଦ୍ର ରାୟ, ଗୁରୁପ୍ରସାଦ ମହାନ୍ତି, ନୃସିଂହଚରଣ ମିଶ୍ର, କିଶୋର ମିଶ୍ର, ବନମାଳୀ ପ୍ରମୁଖ ଉପସ୍ଥିତ ରହି ଯତ୍ନ ନେଉଥାନ୍ତି। ରମାଦେବୀ, ଭାଇ ବୋହୂ ତାରାମଣି, ପୁତୁରା ରବିନାରାୟଣ, ନବକିଶୋର, ଉମାଚରଣ ଇତ୍ୟାଦି, ଝିଆରୀ ଚାରୁଲତା, ଗୀତା, ଝିଆରୀ ଜ୍ୱାଇଁ ରାଧିକା ପ୍ରସାଦ, କାଳିକା ପ୍ରସାଦ ମଧ୍ୟ ତାଙ୍କର ସେବା ଯତ୍ନ ପାଇଁ ଉପସ୍ଥିତ ଥାନ୍ତି। 1971 ମସିହା ଫେବୃଆରୀ 19 ତାରିଖ ଦିନ ରାତ୍ରିରେ ତାଙ୍କର ଛାତିରେ କଫ ଜମିଗଲା ଓ ସେ ନିଶ୍ୱାସ ପ୍ରଶ୍ୱାସ ଗ୍ରହଣ କରିବାରେ କଷ୍ଟ ଅନୁଭବ କଲେ। 20 ତାରିଖ ଦିନ ମଧ୍ୟାହ୍ନ ବେଳକୁ ତାଙ୍କର ଅବସ୍ଥା ଉଦ୍ବେଗଜନକ ହୋଇପଡ଼ିଲା। ଆଗରୁ ଅନେକ ଥର ଏପରି ହୋଇଛି ଓ ତାଙ୍କର ପ୍ରିୟ ପରିଜନ ଖୁବ୍ ଶୀଘ୍ର ଏହି ଯନ୍ତ୍ରଣାରୁ ମୁକ୍ତି ଭିକ୍ଷା କରି ଭଗବାନଙ୍କୁ ପ୍ରାର୍ଥନା ଜଣାଇଛନ୍ତି। ଏଥର ଅନ୍ତିମ ସମୟ ଜାଣି ତାଙ୍କର ଶଯ୍ୟା ନିକଟରେ ସମବେତ ପ୍ରାର୍ଥନା କରାଗଲା। ତାଙ୍କର ଅତି ପ୍ରିୟ ଶ୍ରୀମଦ୍ ଭାଗବତ ଗୀତା ମଧ୍ୟ ଆବୃତ୍ତି କରାଗଲା। 21 ତାରିଖ ସକାଳ 6:47 ଓଡ଼ିଶା ନଭମଣ୍ଡଳର ଅନ୍ୟତମ ଉଜ୍ଜ୍ୱଳମୟ ତାରକା ଖସିଯାଇ ମହାକାଶରେ ବିଲୀନ ହୋଇଗଲା। ସବୁକିଛି ସରିଯାଇଥିଲା। ବିଂଶ ଶତାବ୍ଦୀର ମୂର୍ତ୍ତିମନ୍ତ ଇତିହାସ, ଉତ୍କଳର ମହାନ ଶିକ୍ଷକ, ସଂଗ୍ରାମୀ, ମୁକୁଟବିହୀନ ସମ୍ରାଟଙ୍କର ମର ଶରୀର ପୁଷ୍ପ ଓ ଅବିରମଣ୍ଡିତ ହୋଇ ସମସ୍ତ ଛାତ୍ରଛାତ୍ରୀଗଣଙ୍କୁ ମହା ଆଶୀର୍ବାଦ ପ୍ରଦାନ କରିବାକୁ ଅପେକ୍ଷା କରିଥାଏ ଯେପରି। ତତ୍କାଳୀନ ରାଜ୍ୟପାଳ ଏ ମହାପୁରୁଷମାନଙ୍କ ମହାପ୍ରାଣରେ ଲୋକାପ୍ଲୁତ ନୟନରେ ଶୋକବାର୍ତ୍ତାରେ କହିଥିଲେ, ଆଚାର୍ଯ୍ୟ ହରିହର ଦାସ ସେବା, ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ। ସେ ଥିଲେ ମହାତ୍ମା ଗାନ୍ଧୀ ଓ ଉତ୍କଳମଣି ଗୋପବନ୍ଧୁଙ୍କ ସମସାମୟିକ। ଗାନ୍ଧୀଜୀଙ୍କ ଆଦର୍ଶରେ ସମଗ୍ର ଓଡ଼ିଶାବାସୀଙ୍କୁ ସେ ସର୍ବଦା ଏ ଭାବଧାରାରେ ଉଦ୍ବୁଦ୍ଧ କରିଥିଲେ। ତାଙ୍କର ମହାନ ଆଦର୍ଶ ଓଡ଼ିଶାର ଯୁବ ସମାଜକୁ ପ୍ରେରଣା ଦେଉ। ଓଡ଼ିଶା ତଥା ଓଡ଼ିଶା ବାହାରୁ ବିଭିନ୍ନ ସ୍ଥାନରୁ ଶୋକବାର୍ତ୍ତାମାନ ଆସି ପହଞ୍ଚିଲା। ଓଡ଼ିଶା ସ୍କୁଲ ବିଭାଗର ନିର୍ଦ୍ଦେଶକ ଡକ୍ଟର ଦେବେନ୍ଦ୍ର ଚନ୍ଦ୍ର ମିଶ୍ର ଶୋକ ପ୍ରକାଶ କରି କହିଥିଲେ ଯେ ଆଚାର୍ଯ୍ୟ ମହାଶୟଙ୍କ ସମାଜ ଓ ଦେଶ ସେବାରେ ଆତ୍ମୋତ୍ସର୍ଗ ତଥା ସତ୍ୟ ଓ ଅହିଂସାର ଆଦର୍ଶ ବିରଳ। ତାଙ୍କର ମହାପ୍ରୟାଣ ଏକ ଅପୂରଣୀୟ କ୍ଷତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ମଧ୍ୟ ଶୋକ ପ୍ରକାଶ କରି କହିଥିଲେ, ଆଚାର୍ଯ୍ୟ ମହାଶୟଙ୍କ ତିରୋଧାନରେ ଗୋଟିଏ ଯୁଗର ଅବସାନ ଘଟିଲା। ସମଗ୍ର ଦେଶରେ ଏ ଅଭାବ ପୂରଣ ହେବାର ନୁହେଁ। ଆଚାର୍ଯ୍ୟଙ୍କ ମର ଶରୀରର ଅନ୍ତିମ ଶୋଭାଯାତ୍ରା ପାଇଁ ସମସ୍ତ ପ୍ରକାର ଆୟୋଜନ କରାଗଲା। ଦିନ 11 ସମୟରେ ଭୂଦାନ ଅଫିସରୁ ଶୋଭାଯାତ୍ରା ବାହାରିଲା। ସାକ୍ଷୀୟ ପାଳକୁ ଶବ ନେବାର ବ୍ୟବସ୍ଥା ହୋଇଥିଲା। ପୁରୀର ବହୁ କୃତଜ୍ଞ ଶିଷ୍ୟ ତଥା ଶୁଭେଚ୍ଛୁ ଟେଲିଫୋନ୍ ଯୋଗେ ନିବେଦନ କରିଥିଲେ ଯେପରି ପୁରୀ ସହରର ଲୋକେ ତାଙ୍କର ଅନ୍ତିମ ଦର୍ଶନର ସୁଯୋଗ ପାଆନ୍ତି। ତେଣୁ ଶୋଭାଯାତ୍ରା ବାଣୀବିହାର ବାଟେ ପୁରୀ ଯାଇ ସେଠାରୁ ଫେରି ବକୁଳବନ ସମାଧିପୀଠରେ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସ୍ଥିର କରାଯାଇଥିଲା। କଟକଠାରୁ ପୁରୀ ରାସ୍ତାରେ ଦକ୍ଷିଣହାରୀଙ୍କର ପ୍ରବଳ ଭିଡ଼। ପୁଷ୍ପାଞ୍ଜଳି ନେଇ ଅପେକ୍ଷାରତ ହଜାର ହଜାର ଦର୍ଶନାର୍ଥୀ ପୁଷ୍ପବୃଷ୍ଟି ପାଇଁ ଯେପରି
ଅଧୀରତା ପ୍ରକାଶ କରୁଥାନ୍ତି। ଶବ ସ୍ପର୍ଶ କରି ତଳେ ଖସି ପଡ଼ିଥିବା ପୁଷ୍ପକୁ ସାଇତି ନେବା ପାଇଁ ଲାଗିଥାଏ ସେପରି ଠେଲାପେଲା। କାଦୁଅ ଆଶ୍ରମ, ଚନ୍ଦନପୁର, ବୀର ହରକୃଷ୍ଣପୁର ବାଟଗାଁ ବାଟ ଦେଇ ଶବଦାହ ଗାଡ଼ିଟି ପୁରୀରେ ଅପରାହ୍ନ 4ଟା ସମୟରେ ପହଞ୍ଚିଲା। କ୍ରନ୍ଦନ ରୋଳ, ହରିବୋଲ ହୁଳହୁଳି ଧ୍ୱନିରେ ଦିଗ ବିଦିଗ ପ୍ରକମ୍ପିତ ହେଉଥାଏ। ପୁରୀରୁ ଫେରି ସଭାଧର ପହଞ୍ଚିଲା ସାକ୍ଷୀଗୋପାଳରେ ସନ୍ଧ୍ୟା 5ଟା ସମୟରେ। ସେଠାରୁ ସଂକୀର୍ତ୍ତନ କରି ତାଙ୍କର ଜନ୍ମସ୍ଥାନ ପୁଣ୍ୟପୀଠ ଶ୍ରୀରାମଚନ୍ଦ୍ରପୁରକୁ ନିଆଗଲା। ସନ୍ଧ୍ୟା 6ଟା ବେଳକୁ ତାଙ୍କର ଶବକୁ ଦାସେଆପଣଙ୍କ ସମାଧିର ଡାହାଣ ପାଖରେ ନିର୍ମିତ ଜୁଇ ଉପରେ ଶୁଆଇ ଦିଆଗଲା। ଶ୍ରୀମନ୍ଦିର ରୋଷଶାଳରୁ ଆନିତ ପବିତ୍ର ଅଗ୍ନିଶିଖା ସ୍ପର୍ଶ କରାଇ ମୁଖାଗ୍ନି ଦେଲେ ତାଙ୍କର କନିଷ୍ଠ ଭ୍ରାତା ଗୋବିନ୍ଦ ଚନ୍ଦ୍ର ଦାସ। ସାକ୍ଷୀଗୋପାଳର ବକୁଳ ଛୁରିଅନା ବନରେ ତାଙ୍କର ମର ଶରୀର ସବୁଦିନ ପାଇଁ ମାଟିରେ ମିଶିଗଲା। ଆଚାର୍ଯ୍ୟଙ୍କ ଦର୍ଶନ ଓ ଅଭିଜ୍ଞତା। ଏନ୍ତୁଡ଼ିଶାଳରୁ ସମାଧି ପର୍ଯ୍ୟନ୍ତ ଦୁଃଖର ପ୍ରତୀକ କ୍ରନ୍ଦନ ମନୁଷ୍ୟର ସହଚର ହୋଇଥାଏ। କ୍ରନ୍ଦନ ଧ୍ୱନିର ଭାଷାର ବିକାଶ ହୁଏ। ପ୍ରତିକ୍ଷେପ କ୍ରିୟା କ୍ରମଶଃ ଅଭିଜ୍ଞତାରେ ବୃଦ୍ଧିମନ୍ତ ହୁଏ। ମାନବର ବୁଦ୍ଧି ବିକାଶ ତାଳ ଦେଇ। କିନ୍ତୁ ଦୁଃଖର ପ୍ରାକୃତିକ ଆଧାରରୁ ମାନବ ସୁଖ ଆଡ଼କୁ ପ୍ରଧାବିତ ହେବା ପାଇଁ ପ୍ରୟାସ କରି କରି ନିରାଶ ହୋଇ ଅବଶେଷରେ ସେହି ଆଧାରକୁ ହିଁ ଆଶ୍ରୟ କରିଥାଏ। ଦୁଃଖ, ଯନ୍ତ୍ରଣା, କ୍ଲେଶ ଜୀବନର କାହାଣୀକୁ ବଳିଷ୍ଠ କରେ। ଲକ୍ଷ୍ୟବସ୍ତୁର ଅପ୍ରାପ୍ତି ଜନିତ କ୍ଷୋଭ, ହତାଶା ଓ ଦ୍ୱନ୍ଦ୍ୱ ମଧ୍ୟରେ ଅଭିଜ୍ଞତାର ପୁନର୍ଗଠନ ନିର୍ବିଚ୍ଛିନ୍ନ ଥାଏ। ଭୋଗ ନୁହେଁ, ତ୍ୟାଗ ହିଁ ପ୍ରକୃତ ମାନବିକ ଆଦର୍ଶ। ଭୋଗଲିପ୍ତ ବ୍ୟକ୍ତି ପ୍ରଚାରିକା ଭାବରେ ସମାଜ ଦ୍ୱାରା ଲାଞ୍ଛିତ ହୁଏ। କିନ୍ତୁ ଭାରତୀୟ ସମାଜ କେବେ ତ୍ୟାଗୀମାନଙ୍କୁ ଅସମ୍ମାନିତ କରିନାହିଁ। ତ୍ୟାଗର ମହତ୍ତ୍ୱ ମହାଭାରତର ଭୀଷ୍ମ ଓ ରାମାୟଣର ରାମଚନ୍ଦ୍ର, ଭରତ ଓ ଲକ୍ଷ୍ମଣଙ୍କଠାରୁ ଶିକ୍ଷାଲାଭ କରିଛି ଏ ଭାରତୀୟ ସମାଜ। ଆଚାର୍ଯ୍ୟ ଥିଲେ ତ୍ୟାଗର ଏକ ମୂର୍ତ୍ତିମନ୍ତ ଦୃଷ୍ଟାନ୍ତ। ଆଚାର୍ଯ୍ୟ ହରିହର ଜଣେ ଦାର୍ଶନିକ ନଥିଲେ, ସେ ଭାବୁକ ମଧ୍ୟ ନଥିଲେ। ତାଙ୍କର ଗୁରୁ ଗୋପବନ୍ଧୁଙ୍କର ପ୍ରତିଟି ଉପଦେଶ ଓ ବାଣୀକୁ ଅକ୍ଷରେ ଅକ୍ଷରେ ସେ ପାଳନ କରି ନିରଳସ ଭାବରେ ସାମାଜିକ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଏ ଉତ୍ସର୍ଗୀକୃତ ଜୀବନର ମହାମନ୍ତ୍ର ଥିଲା, ମାନବ ଜୀବନ ନୁହେଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଜିଏନର କର୍ମ ଏକାତରେ ଜୀବନର ମାନଦଣ୍ଡ। ପରୋପକାରେ ସ୍ୱର୍ଗାୟ ଥିଲା ତାଙ୍କର ଦର୍ଶନ ଓ ଅଭିଜ୍ଞତା ଥିଲା ଅନେକ। ବିଶେଷତଃ ସେ ଶିକ୍ଷକତା କରିବାକୁ ପସନ୍ଦ କରୁଥିଲେ। ହରିହର ଥିଲେ ସାର୍ଥକନାମା ମହାପୁରୁଷ। ତାଙ୍କର ଚିନ୍ତାଧାରା ଓ କ୍ରିୟାକଳାପ ଆଦିରେ ପରିସ୍ଫୁଟ ହେଉଥିଲା ତାଙ୍କର ନାମର ମାହାତ୍ମ୍ୟ। ହରିର ଅର୍ଥ ବିଷ୍ଣୁ, ଯିଏ ତାରଣହାର, ସମସ୍ତଙ୍କୁ ଦୁଃଖ ହରଣ କରନ୍ତି, ପ୍ରତିପୋଷଣ କରନ୍ତି। ହର ଅର୍ଥ ଯିଏ ବିନାଶ କରନ୍ତି, ମହାଦେବ ରୁଦ୍ର। ବାସ୍ତବରେ ହରିହର ଥିଲେ ଦୀନଦୁଃଖୀଙ୍କ ପାଇଁ ହରି ଓ କୁସଂସ୍କାର ତଥା ସ୍ୱାର୍ଥନ୍ୱେଷୀଙ୍କ ସ୍ୱାର୍ଥ ଓ କୁସଂସ୍କାରକୁ ବିନାଶ କରୁଥିବା ମହାନ ଗୁରୁ। ଯେଉଁ ସିଦ୍ଧିପ୍ରାପ୍ତି ହେବା ପାଇଁ ଯୋଗୀ ଋଷିଗଣ ସମାଜ ତ୍ୟାଗ କରି ଏକାକୀ ସାଧନା କରି ମଧ୍ୟ ସିଦ୍ଧି ପାଇପାରିନାହାନ୍ତି, କର୍ମଯୋଗୀ ଏକନିଷ୍ଠ ସାଧକ ଆଚାର୍ଯ୍ୟ ହରିହର ସମାଜ ମଧ୍ୟରେ ଅବସ୍ଥାନ କରି ମଧ୍ୟ ସେହି ସିଦ୍ଧିପ୍ରାପ୍ତ ହୋଇଥିଲେ। ଜନମାନସରେ ସେ ଏକ ସମ୍ମାନଜନକ ସ୍ଥାନ ହାସଲ କରିବା ଯେକୌଣସି ଅଣିମା ଲଘିମାଦି ଅଷ୍ଟସିଦ୍ଧିଠାରୁ ମହତ୍ତର। ଜଣେ ସିଦ୍ଧପୁରୁଷ ହୋଇ ମଧ୍ୟ ଦିଗ୍ଦର୍ଶକ ହୋଇନପାରେ। ଉପଯୁକ୍ତ ଦିଗ୍ଦର୍ଶକ ଓ ସିଦ୍ଧପୁରୁଷ ଏକାଧାରରେ ହେବା ଅତ୍ୟନ୍ତ ସୌଭାଗ୍ୟ ଓ ପ୍ରାରବ୍ଧ ସଂସ୍କାରର ଫଳ। ସେ ଥିଲେ ଗୀତା ବର୍ଣ୍ଣିତ ସ୍ଥିତପ୍ରଜ୍ଞ ଋଷି। ସ୍ଥିତପ୍ରଜ୍ଞର ସମସ୍ତ ଲକ୍ଷଣ ତାଙ୍କ ପାଖରେ ବିଦ୍ୟମାନ ଥିଲା। ହରିହର ଆଜନ୍ମ ନିର୍ଭୀକ ନଥିଲେ। ସେ ବାଲ୍ୟକାଳରେ ଭୀଷଣ ଡରକୁଳା ଥିଲେ। ଥରେ ବର୍ଷଣ ମୁଖର ଏକ ରାତ୍ରିରେ ତାଙ୍କର ବାହାରକୁ ଯିବା ଏକାନ୍ତ ଆବଶ୍ୟକ ହୋଇପଡ଼ିଲା। ତଲବକୁ କ'ଣ ଉପେକ୍ଷା କରିହୁଏ? କାହାର ସହାୟତା ବିନା ହରିହର ଅଣନିଶ୍ୱାସୀ ହୋଇ ବାହାରକୁ ଛୁଟିଗଲେ। ସେ ସମୟରେ ଆଉ ଡର ଭୟର ପ୍ରଶ୍ନ ନଥାଏ। ମାତ୍ର ଫେରନ୍ତା ବାଟରେ ସେ ଦେଖିଲେ କେହି ଜଣେ ସ୍ତ୍ରୀ ଲୋକ କାଚରୁଣୁ ଝୁଣୁ କରି ଦୁଆରେ ଲିପୁଛି। ବାଳକ ହରିହର ଖୁବ୍ ଡରିଗଲେ। ତାଙ୍କ ଧାରଣା ହେଲା କାଚରୁଣୁ ଝୁଣୁ କରୁଥିବା ମହିଳାଟି ନିଶ୍ଚୟ ତାଙ୍କର ଗ୍ରାମ ଠାକୁରାଣୀ। ହରିହର ଚିତ୍କାର କରି ଘରକୁ ଦୌଡ଼ିଗଲେ। ହରିହରଙ୍କ ଚିତ୍କାର ଶୁଣି ତାଙ୍କର ବୁଢ଼ୀମା ଭାବିଲେ ତାଙ୍କର ନାତିକୁ ପଟଯାଇ କିଆ ବଣରୁ କିଏ ଚିତାବାଘ ଆସି ନେଇଯାଇଛି। ବୁଢ଼ୀମା ମଧ୍ୟ ଚିତ୍କାର କଲେ, ବାଘ ନେଇଗଲା, ବାଘ ନେଇଗଲା। ହଠାତ୍ ନିଦ୍ରାଭଙ୍ଗ ହେଲା ମହାଦେବ ବ୍ରହ୍ମାଙ୍କର। ସବୁ କଥା ବୁଝି ସାରିବା ପରେ ହରିହରଙ୍କୁ ପ୍ରବର୍ତ୍ତନା ଦେଇ ପିତା ବୁଝାଇ ଦେଲେ, ଠାକୁରାଣୀ ସମସ୍ତଙ୍କ ମା ରକ୍ଷା କରେ, ବିପଦର କାରଣ ହୁଏ ନାହିଁ। କୁପୁତ୍ର ଜାୟତେ କ୍ୱଚିଦପି ମାତା କୁମାତା ନ ଭବତି। ପୁତ୍ର କୁପୁତ୍ର ହୋଇପାରେ, ମାତ୍ର ମାତା କେବେ କୁମାତା ହୋଇପାରେ ନା। ସେହି ଦିନଠାରୁ ହରିହରଙ୍କର ଦେବୀ ଭକ୍ତି ବୃଦ୍ଧି ପାଇଲା ଓ ତାଙ୍କର ଭୟ ଦୂର ହୋଇଗଲା। ହରିହର ଜାଣିଥିଲେ ଯେ ଲଜ୍ଜା, ଭୟ ଓ ଘୃଣାକୁ ନେଇ ଉଚ୍ଚାକାଂକ୍ଷା ବ୍ୟକ୍ତି ଅଧିକ ଉନ୍ନତି କରିପାରୁନାହିଁ। ସେତେବେଳେ ଇଂରେଜ ଶାସନରେ ଭାରତୀୟମାନଙ୍କର ଅତିଷ୍ଠ ହୋଇ ପଡ଼ୁଥାନ୍ତି। ଧର୍ମାନ୍ତରୀକରଣ, ଭାଷାନ୍ତରୀକରଣ ନିମିତ୍ତ ପ୍ରବଳ ଉଦ୍ୟମ ଚାଲିଥାଏ। ଅଧା ବିଲାତୀଙ୍କର ପରାକ୍ରମ ଯିଏ ଅଙ୍ଗେ ନିଭେଇଛି ସିଏ ଜାଣିଛି, ଇଂରାଜୀ ପଢ଼ିଲେ ଭଲ ଚାକିରି ମିଳିବ, କ୍ଷମତା ମିଳିବ। ଏହି ଧାରଣା ରଖି ଲୋକେ ରାତାରାତି ଖଦଡ଼ ଫିଙ୍ଗି କୋଟ୍ ଟାଇ ପିନ୍ଧିବାର ଅଭ୍ୟାସ କରୁଥାନ୍ତି। ସେତେବେଳେ ଓଡ଼ିଆଙ୍କ କଥା ପଚାରେ କିଏ? ଏ ସମ୍ପର୍କରେ ସୂଚନା ସେ ନିଜର ଆତ୍ମଲିପିରେ ପ୍ରଦାନ କରିଛନ୍ତି।
1893-94 ମସିହା ବେଳକୁ ପାଶ୍ଚାତ୍ୟ ସଭ୍ୟତାର ଖରସ୍ରୋତ ଉତ୍କଳର ପୁରପଲ୍ଲୀକୁ ପ୍ଳାବିତ କରିପାରିନଥିଲେ ସୁଦ୍ଧା ଆମ ଗାଁରେ କେତେକ ପରିମାଣରେ ପ୍ରବେଶ କରିଥିଲା। ଇଂରାଜୀ ଶିକ୍ଷା ପ୍ରତି ଅଭିଭାବକମାନ କ୍ରମଶଃ ଆକୃଷ୍ଟ ହୋଇ ଆସୁଥିଲା। ଇଂରାଜୀ ପାଠ ପଢ଼ି ପ୍ରକୃତ ଅର୍ଥ ଓ କ୍ଷମତା ଉପାର୍ଜନ କରିବାର ଉଦାହରଣ ସେମାନେ ଦେଖୁଥିଲେ। ଯେଉଁମାନେ ଇଂରାଜୀ ଚାରି ଅକ୍ଷର ପଢ଼ୁଥିଲେ ସେମାନଙ୍କର ଆଚାର ବ୍ୟବହାର, ସ୍ୱାଚ୍ଛନ୍ଦ୍ୟ, ବେଶଭୂଷାର ପରିପାଟି, ନାମମାତ୍ର ଲଜ୍ଜା ନିବାରକ ବିଦେଶୀ ବସ୍ତ୍ର ପରିଧାନ ଓ କଥାବାର୍ତ୍ତାର ପ୍ରଗଳ୍ଭତା ଦେଖି ବାଳକମାନେ ଭବିଷ୍ୟତ ସୁଖ କଳ୍ପନା କରୁଥିଲେ। ଯାହା ବିଦେଶୀ ତାକୁ ସଭ୍ୟତା ବୋଲି ମନେକରି ସ୍ୱଦେଶୀ ଭାବନାକୁ ଅସଭ୍ୟତା ବୋଲି କହିବାକୁ ଶିଖୁଥିଲେ। ଏହି ସମୟରେ ଇଂରାଜୀ ପାଠ ପଢ଼ିବା ପାଇଁ ନୀଳାଚଳ ଧାମକୁ ଆସିଲେ। ସ୍ୱାଧୀନତା ପୂର୍ବ ପୁରୀ ଏକ ତୀର୍ଥକ୍ଷେତ୍ର ଥିଲା ସତ, କିନ୍ତୁ ଯାତ୍ରୀମାନଙ୍କର ସୁବିଧା ଅସୁବିଧା ପାଇଁ ଆଜି ପରି ପର୍ଯ୍ୟାପ୍ତ ବ୍ୟବସ୍ଥା ନଥିଲା। ଉକ୍ତ ଯାତ୍ରୀବୃନ୍ଦ ଭାରତର ବିଭିନ୍ନ ପ୍ରାନ୍ତରୁ ପୁରୀକୁ ଆସି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ। ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳର ଘୋର ଅଭାବ ଥିଲା। ଏବେ ମ୍ୟୁନିସିପାଲିଟି ପାନୀୟ ଜଳ ଯୋଗାଣ ପାଇଁ ବହୁ ସୁନ୍ଦର ବ୍ୟବସ୍ଥା କରିଛନ୍ତି। ପୁଣି ଖାଦ୍ୟ, ଆବାସ ଓ ପରିଚ୍ଛନ୍ନତା ମଧ୍ୟ ସହଜ ଉପଲବ୍ଧି ନଥିଲା। ଯାତ୍ରୀମାନେ ଦୂରଦୂରାନ୍ତରୁ ଆସି ବିଶୁଚିକା, ହଇଜା ଓ ଆମାଶୟ ଆଦି ଉଦର ରୋଗରେ ସହଜରେ ଆକ୍ରାନ୍ତ ହୋଇ ପଡ଼ୁଥିଲେ। ସେମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉପଯୁକ୍ତ ବ୍ୟବସ୍ଥା ନଥିଲା। ଭକ୍ତମାନଙ୍କ ସେବା ପାଇଁ ଭଗବାନ ସତେ ଯେପରି ହରିହର ରୂପରେ ଅବତୀର୍ଣ୍ଣ ହୋଇଥିଲେ, କିନ୍ତୁ ନିଜ ସାମର୍ଥ୍ୟ ଅନୁସାରେ ଏବଂ ସେବକ ବାହିନୀ ଗଠନ କରି ହରିହର ଦୁର୍ଦ୍ଦଶାଗ୍ରସ୍ତ ଯାତ୍ରୀମାନଙ୍କର ସେବା କରୁଥିଲେ। ସେମାନଙ୍କୁ ପାନୀୟ ଜଳ ଯୋଗାଇ ଦେବା ସଙ୍ଗେ ସଙ୍ଗେ ରୋଗଗ୍ରସ୍ତ ଯାତ୍ରୀମାନଙ୍କୁ ସାମର୍ଥ୍ୟ ଅନ୍ତର୍ଗତ ଖାଦ୍ୟ ପ୍ରଦାନ, ଔଷଧ ଓ ପଥ୍ୟ ପ୍ରଦାନ କରି ଉପଯୁକ୍ତ ଜାଗାରେ ପହଞ୍ଚାଇ ଦେଉଥିଲେ। ହରିହରଙ୍କ ପରେ ସତ୍ୟପ୍ରିୟ, ଉଦାର ଓ ନୀତିନିଷ୍ଠ ବ୍ରାହ୍ମଣ ସନ୍ତାନ ଯେ କୁସ୍ତି କସରତ ପାଇଁ ଆଗ୍ରହୀ ଥିଲେ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଶରୀର ମାଧ୍ୟମ ଖଳୁ ଧର୍ମ ସାଧର୍ମରେ ତାଙ୍କର ମଧ୍ୟ ବିଶ୍ୱାସ ଥିଲା। ଉତ୍ତମ ଶାସ୍ତ୍ର ଅଧିକାରୀ ନିଶ୍ଚିତ ଭାବରେ ସୁସ୍ଥ ମନ ହୋଇଥାଏ। ସ୍ୱାସ୍ଥ୍ୟ ବିଜ୍ଞାନ ସମ୍ବନ୍ଧରେ ଜ୍ଞାନ ଲାଭ କରି ନିଜର ଶରୀର ସୁସ୍ଥ ନ ରଖିଲେ ଅସୁସ୍ଥ ଓ ଦୁଷ୍ଟଜନର ସେବା କିଭଳି କରିହେବ, ଏହି ଯୁକ୍ତିକୁ ଆଧାର କରି ହରିହର ନିଜକୁ ସର୍ବଦା ସୁସ୍ଥ, ସବଳ ଓ କର୍ମଠ ରଖିବା ପାଇଁ ଚେଷ୍ଟା କରୁଥିଲେ। ଏଥିପାଇଁ ସେ କିଛି ସଙ୍ଗୀମାନଙ୍କ ସହ ପ୍ରତ୍ୟହ କୁସ୍ତି କସରତ କରୁଥିଲେ। ସମାଜସେବା ଓ କୁସ୍ତି କସରତ କରିବା ସହ ସେ ନିଜର ପାଠପଢ଼ାରୁ କେବେ ବିରତ ହୋଇନାହାନ୍ତି। ତାଙ୍କର ଗଭୀର ମନୋନିବେଶ, ଆଗ୍ରହପୂର୍ଣ୍ଣ ଅଧ୍ୟୟନ ଯୋଗୁଁ ସେ ଶ୍ରେଣୀରେ ସର୍ବଦା ପ୍ରଥମ ହୋଇ ଆସୁଥିଲେ। ତେଣୁ ସମାବର୍ତ୍ତନ ଉତ୍ସବରେ ହରିହର ପ୍ରଚୁର ପୁରସ୍କାର ପାଉଥିଲେ। ମନସ୍ତତ୍ତ୍ୱ ସମ୍ପର୍କେ ବିଶଦ ଜ୍ଞାନ ନଥାଇ ମଧ୍ୟ ହରିହର ଥିଲେ ଅଦ୍ୱିତୀୟ ଛାତ୍ର ମନସ୍ତବିତ୍। ନୀଳଗିରିରୁ ଫେରି କିଛିଦିନ କଟକ ମିଶନ ସ୍କୁଲରେ ରହିବା ପରେ ସେ ପ୍ୟାରୀମୋହନ ଏକାଡେମୀରେ ଦୀର୍ଘ 5 ବର୍ଷ କାଳ ଶିକ୍ଷକତା କରିଥିଲେ। ପ୍ୟାରୀମୋହନ ଏକାଡେମୀରେ ଛାତ୍ରମାନେ ବହୁ ଅମନୋଯୋଗୀ ଥିଲେ। ଏ 1906 ମସିହାର କଥା। ହରିହର ଥିଲେ ଜଣେ ସଫଳ ଗଣିତ ଶିକ୍ଷକ। ସେ ଉତ୍ତମରେ ବୁଝିଥିଲେ ଯେ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ର ରୁଚି, ମେଧା, ବୟସ ଓ ବୋଧଶକ୍ତି ଅନୁସାରେ ଭିନ୍ନ ଭିନ୍ନ ଅଟନ୍ତି। ତେଣୁ ସମସ୍ତ ପିଲା ଯେପରି ବିଷୟବସ୍ତୁକୁ ପୁଙ୍ଖାନୁପୁଙ୍ଖ ଭାବରେ ହୃଦୟଙ୍ଗମ କରିପାରିବେ, ସେଥିପ୍ରତି ସେ ଯଥେଷ୍ଟ ପ୍ରଯତ୍ନଶୀଳ ହୋଇ ଶିକ୍ଷାଦାନ ଦେଉଥିଲେ। ଶ୍ରେଣୀକକ୍ଷରେ ପ୍ରତି ପିଲାଙ୍କ ଉପରେ ଦୃଷ୍ଟି ପଡ଼ିବା ଉଚିତ ବୋଲି ଭାବି ସେ କେବେ ଚୌକିରେ ବସୁନଥିଲେ। ଛାତ୍ରଛାତ୍ରୀମାନଙ୍କ ବ୍ୟକ୍ତିଗତ ଅସୁବିଧାକୁ ମଧ୍ୟ ଧ୍ୟାନ ଦେଉଥିଲେ। ଏଥିପାଇଁ ତାଙ୍କୁ ରାତ୍ରି 2ଟାରୁ ଉଠି 4ଟା ସୁଦ୍ଧା ନିତ୍ୟକ୍ରମ ତୁଟାଇବାକୁ ପଡ଼ୁଥିଲା। 4ଟାରୁ 7ଟା ଭିତରେ ଛାତ୍ରମାନଙ୍କର ଦତ୍ତକର୍ମ ସୁଧାରଣ ଓ ସଂଶୋଧନ କରି ଆବଶ୍ୟକ ଉପଦେଶ ଓ ଅନୁଦେଶନ ପ୍ରଦାନ ଲିଖନ ଭାବେ ପ୍ରସ୍ତୁତ କରି ସାରିବା ପରେ ଜଳଖିଆ ଖାଉଥିଲେ। ପାଳି କରି ପ୍ରତ୍ୟେକ ଛାତ୍ର ଓ ସେମାନଙ୍କର ଅଭିଭାବକ ସମ୍ପର୍କରେ ଆସୁଥିଲେ। ଏହା ମଧ୍ୟ ତାଙ୍କର ନିତ୍ୟକର୍ମ ଅନ୍ତର୍ଭୁକ୍ତ ଥିଲା। ତେଣୁ ହରିହର ଛାତ୍ର ଓ ଅଭିଭାବକ ମହଲରେ ଅତ୍ୟନ୍ତ ପ୍ରିୟପାତ୍ର ହୋଇଥିଲେ। ସେ ଦଣ୍ଡ ପ୍ରଦାନରେ ପକ୍ଷପାତୀ ନଥିଲେ। ଉପଦେଶନ, ଅନୁଦେଶନ, ଦୃଷ୍ଟାନ୍ତ ଓ କୋମଳ ବ୍ୟବହାର ଦ୍ୱାରା ବିପଦଗାମୀ ଛାତ୍ରମାନଙ୍କୁ ସୁଧାର କରିପାରୁଥିଲେ। ହରିହରଙ୍କ ପରି ଆଚରଣ ସଂଶୋଧକ ଦୃଷ୍ଟାନ୍ତ ଆଜିର ଶିକ୍ଷକ ସମାଜରେ ବିରଳ। ସେ ସହଜରେ ଗାଳି ଦେଉନଥିଲେ। ସେତିକି ଜରୁରୀ ମନେ କଲେ ଅସଭ୍ୟ ବୋଲି ଏକ ପଦ ଗାଳି ଭାବରେ ବ୍ୟବହାର କରୁଥିଲେ। କି ଯାଦୁକର ଶକ୍ତି ଥିଲା ଏହି ପଦଟିରେ କେଜାଣି ହରିହରଙ୍କ ଛାତ୍ରମାନେ ଏହି ବିଶେଷଣଠାରୁ ନିଜକୁ ଯଥେଷ୍ଟ ବ୍ୟବଧାନରେ ଦୂରେଇ ରଖିବା ପାଇଁ ଚେଷ୍ଟା କରୁଥିଲେ। ଛାତ୍ରମାନଙ୍କୁ ନୈତିକ ମାର୍ଗଦର୍ଶନ କରିବାରେ ସେ ଥିଲେ ଅଗ୍ରଣୀ। ସେଥିପାଇଁ ସେ ନିଜର ଆଚରଣକୁ ଯଥାସମ୍ଭବ ମାର୍ଜିତ ଓ ନୀତିନିଷ୍ଠ କରିବାକୁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ନିଜର ସହକର୍ମୀମାନଙ୍କଠାରୁ ଅନୁରୂପ ଅଭ୍ୟାସ ଆଶା କରୁଥିଲେ। ଥରେ ପ୍ୟାରୀମୋହନ ଏକାଡେମୀରେ ଛାତ୍ରମାନଙ୍କର କ୍ରୀଡ଼ା ସାମଗ୍ରୀ କ୍ରୟ କରିବା ପାଇଁ ପ୍ରସ୍ତାବ ଥାଏ, କିନ୍ତୁ ଅର୍ଥାଭାବ ହେତୁ ଏହି ପ୍ରସ୍ତାବଟି କାର୍ଯ୍ୟକର ହୋଇପାରିନଥାଏ। କିଛି ଶିକ୍ଷକ ଲଟେରୀ ବ୍ୟବସ୍ଥା କରି ଅର୍ଥ ସଂଗ୍ରହ କରିବାକୁ ପ୍ରସ୍ତାବ ରଖିଲେ। ଯେତେବେଳେ ଏହି ପ୍ରସ୍ତାବ ହରିହରଙ୍କ ଗୋଚରକୁ ଆସିଲା, ସେ ଏଥିରେ ସମ୍ପୂର୍ଣ୍ଣ ବିରକ୍ତି ପ୍ରକାଶ କଲେ। ତାଙ୍କ ମତରେ ଲଟେରୀ ଏକ ଜୁଆ ଖେଳ। ଏ ପ୍ରକାର ପୁଅ ବେଷ୍ଟରୁ ଛାତ୍ରମାନଙ୍କୁ ଯଥାସମ୍ଭବ ଦୂରେଇ ରଖାଯିବା ଉଚିତ। ପରବର୍ତ୍ତୀ ପର୍ଯ୍ୟାୟରେ ହରିହରଙ୍କ ମତ ହିଁ ରହିଥିଲା। ଲଟେରୀ ମାଧ୍ୟମରେ ଅର୍ଥ ଉପାର୍ଜନ ପରି ଦୂରାଭ୍ୟାସ ଓ କୁଚିନ୍ତା ସମସ୍ତଙ୍କଠାରୁ ଦୂରେଇ ଯାଇଥିଲା। ଶ୍ରେଣୀରେ ପିଲାମାନଙ୍କୁ ପାଠ ପଢ଼ାଇବାର ଏକ ପ୍ରଧାନ ଉପକରଣ ହେଉଛି ପାଠ୍ୟପୁସ୍ତକ।
ଏଗୁଡ଼ିକ ଚରିତ୍ର ଗଠନରେ ସହାୟକ ହେବ ଉଚିତ ବୋଲି ହରିହର ମତ ପ୍ରଦାନ କରୁଥିଲେ। ଯଦି ଗଣିତ ପୁସ୍ତକରେ ଗଉଡ଼ 3 ଲିଟର କ୍ଷୀରରେ 2 ଲିଟର ପାଣି ମିଶାଇଲା ବୋଲି ଉଦାହରଣ ଦେଇ ଅଙ୍କ କଷାଯାଉଥାଏ, ଏହା ଛାତ୍ରମାନଙ୍କର ନୈତିକ ପ୍ରଗତିର ମାର୍ଗକୁ ଅବରୋଧ କରିପାରେ ବୋଲି ହରିହରଙ୍କର ଧାରଣା ଥିଲା। ଠିକ୍ ସେହିପରି ସାହିତ୍ୟ ବହିରେ କାଞ୍ଚି ରାଜା ପଦ୍ମାବତୀର ବିବାହ ପ୍ରସଙ୍ଗ ନ ଦେଇ କିମ୍ବା ରୁକ୍ମିଣୀ ସ୍ୱୟଂବର ପ୍ରସଙ୍ଗ ନ ଦେଇ ମହାପୁରୁଷ କିମ୍ବା ବୈଜ୍ଞାନିକମାନଙ୍କ ଜୀବନର ଚମତ୍କାର ଘଟଣାବଳୀ ସମ୍ପର୍କରେ ଚର୍ଚ୍ଚା ଦିଆଯିବା ଉଚିତ ବୋଲି ସେ ମତବ୍ୟକ୍ତ କରୁଥିଲେ। ଆଚାର୍ଯ୍ୟ ହରିହର ଥିଲେ ଗାନ୍ଧୀ ଶିକ୍ଷାନୀତିର ପକ୍ଷପାତୀ ଓ ଦୃଢ଼ ସମର୍ଥକ। ଆଚାର୍ଯ୍ୟ ମହାଶୟ ଗୋପବନ୍ଧୁ ଭବନରେ ଅବସ୍ଥାନ କରୁଥିବା ସମୟରେ ହଲିଡେ ହୋମ୍ କ୍ୟାମ୍ପରେ ଥିବା 70 ଜଣ ଛାତ୍ରଛାତ୍ରୀ ଆଚାର୍ଯ୍ୟ ହରିଙ୍କ ଆଶୀର୍ବାଦ ପାଇବା ପାଇଁ ଗଲେ। ପିଲାମାନେ ପହଞ୍ଚି ପ୍ରଣାମ କରିବା ପରେ ସେମାନଙ୍କୁ ଆଶୀର୍ବାଦ ଦେବାକୁ ଯାଇ ହରିହର କହିଥିଲେ, ପିଲାମାନେ, ତୁମେ ସବୁ ଭବିଷ୍ୟତରେ କ'ଣ ହେବ ଓ କ'ଣ କରିବ, ସେଥିପାଇଁ ମୋ ବିଷୟରେ ଚିନ୍ତିତ। ଆଜି ଶିକ୍ଷା କ୍ଷେତ୍ରରେ ଯାହା ହୋଇଛି, ଭାବିଲା ବେଳକୁ ମର୍ମାହତ ହେବାକୁ ହୁଏ। ତମମାନଙ୍କ ଉପରେ ଯେଉଁ ଶିକ୍ଷା ଲଦି ଦିଆଯାଉଛି, ତାର ପରିଣାମ ଭଲ ବୋଲି ମନେ ହେଉନାହିଁ। ଗାନ୍ଧିଜୀଙ୍କର କଥା ଓ ଶିକ୍ଷାନୀତି କେହି ମାନିଲେ ନାହିଁ। ଶିକ୍ଷା ମଣିଷକୁ ମଣିଷ ପରି ଗଢ଼ିବା କଥା, ତାହା ତ ଏପର୍ଯ୍ୟନ୍ତ ହେଲା ନାହିଁ। ସେସବୁ ବିଦ୍ୟାଳୟ କୋଡ଼ି ତାଙ୍କ ବିଦ୍ୟାଳୟ ହେଉ, ସେ କଥା ସେ କାହା ମୁଣ୍ଡରେ ପଶୁନି। ଗୁରୁଜନଙ୍କ ସଙ୍ଗେ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ସମ୍ପର୍କ ନାହିଁ। ଏସବୁ ଦିଗରେ ନଜର ଦେଇ ଭଲ ମଣିଷ ହେବା ପାଇଁ ପିଲାମାନେ ଚେଷ୍ଟା କରିବ। ଜଗନ୍ନାଥ ତୁମମାନଙ୍କର ମଙ୍ଗଳ କରନ୍ତୁ। ତମେ ସବୁ ଭଲ ମଣିଷ ହୋଇ ତମ ଗାଁମାନଙ୍କର ଉନ୍ନତି କର, ଏହା ହିଁ ପ୍ରଭୁଙ୍କଠାରେ ମୋର କାମନା। କ୍ରନ୍ଦନର ହିଁ ଅନୁଭବ ହୁଏ ଜୀବନ ବଜାର ସଉଦା। କ୍ରନ୍ଦନରେ ହିଁ ଏହାର ପରିସମାପ୍ତି ହୁଏ। ସୁଖ ପାଇଁ, ଭୋଗ ପାଇଁ, ଦୁଃଖରେ ସଞ୍ଚୟ କରୁ କରୁ କ୍ଷଣସ୍ଥାୟୀ ଜୀବନ ସରିଯାଏ। କରୁଣ ଓ ବିଭତ୍ସରେ ଭରପୁର ଏ ଜୀବନ। ଏ ଭିତରେ ନିଜ ପାଇଁ, ଅନ୍ୟ ପାଇଁ ହାସ୍ୟର ସୃଷ୍ଟି କରୁଥିବା ସ୍ରଷ୍ଟା କେତେ ମହାନ ସତେ! ଜଣେ ବ୍ୟକ୍ତିକୁ ଦୁଃଖୀ କରାଇବା ଅତି ସହଜ, କିନ୍ତୁ ଲୋତକ ପୋଛି ଦେଇ ହସ ଫୁଟାଇବା ବ୍ୟକ୍ତି ବହୁତ ବିରଳ। ପୀଡ଼ିତ ରୁଗ୍ମ ବ୍ୟକ୍ତିମାନଙ୍କ ସେବା କରି ସେମାନଙ୍କୁ ଆଶ୍ୱାସନା ଦେଇ ହରିହର ସେମାନଙ୍କ ପୀଡ଼ା ହରଣ କରିବାରେ ଯେପରି ସିଦ୍ଧହସ୍ତ ଥିଲେ, ସନ୍ତପ୍ତ ବ୍ୟକ୍ତି ମୁଖରେ ହାସ୍ୟର ଅରୁଣିମା ଖେଳାଇବାରେ ସେ ସେପରି ଦକ୍ଷ ଥିଲେ। ଅବିନ୍ୟସ୍ତ ଶ୍ମଶ୍ରୁଭରା ଉଜ୍ଜ୍ୱଳ ମୁଖମଣ୍ଡଳ ଭିତରେ ଭରି ରହିଥିବା ହାସ୍ୟରସ ଅବିଶ୍ୱସନୀୟ ହେଲେ ବି ବ୍ୟଙ୍ଗ ସୃଷ୍ଟି କରିବା ହରିହରଙ୍କର ଏକ ସହଜାତ ଗୁଣ ଥିଲା। ସଙ୍ଗୀତ ଶିକ୍ଷକଙ୍କର ଘର ପୋଡ଼ିଯିବା ବିଷୟରେ ଛାତ୍ରଟି ତାଳମାନ ଲୟରେ ବର୍ଣ୍ଣନା କରୁ କରୁ ସେପଟେ ପଣ୍ଡିତଙ୍କର ଘର ପୋଡ଼ି କିପରି ଭସ୍ମସାତ ହୋଇଗଲା କଥାଟି ସେ ଯେତେବେଳେ ରହସ୍ୟ କରି କୁହନ୍ତି, ସେତେବେଳେ ଉଲୁସି ଆସୁଥିବା ହାସ୍ୟରସକୁ ସେହି ବେରସିକତାର ଆବରଣ ତଳୁ ବେଶ୍ ବୁଝି ହୁଏ। ରହସ୍ୟର ଖଣି ନୀଳଗିରିର କୈଳାସବାବୁ ଓ ଆଚାର୍ଯ୍ୟ ହରିହର ଯଦି ଏକାଠି ବସିଗଲେ, ସେଠାରେ ପାଲାମଞ୍ଚ ଚାରିପାଖେ ଶ୍ରୋତା ଜମିଗଲା ପରି ଅନେକ ଉପସ୍ଥିତ ରସପ୍ରିୟ ଶ୍ରୋତା ଜମିଯାଆନ୍ତି। ତାଙ୍କର ବୌଦ୍ଧିକ ବ୍ୟଙ୍ଗ ପ୍ରତି ମଧ୍ୟ ସମସ୍ତଙ୍କର ଭୟ ଥାଏ। ତାଙ୍କର